ତ ଭାଇ ମୁଁ କିଛି କଥା କହିବି, ତ ସେ କଥା ଶୁଣିଲା ପରେ ଆପଣ ମାନଙ୍କର ମନ ଟିକେ ହାଲକା ହେଇପାରେ। ମୁଁ କିଛି ବି ଯଦି ଜିନିଷ ଦେଖେ ମୋଠୁ ବଡ କିମ୍ବା ମୋ କ୍ଷେତ୍ରରୁ ବି ବଡ, ତାହେଲେ ମତେ କିଛି ଫିଲ୍ ହୋଇଥାଏ। ସେ ଜିନିଷଟା ସେ କରୁଛି, ସେ ଜିନିଷଟା ମୁଁ କରିଥାନ୍ତି, ତାପରେ ଏଇଟା ଅଛି, ତାପରେ ମୁଁ ସେଇଟା କରିଥାନ୍ତି, କି ସେ ଲୋକଟା ସେମିତି ଚଳୁଛୁ, ମୁଁ ସେମିତି ଚଳିଥାନ୍ତି। ଆଉ ଧୀରେ ଧୀରେ ମୋ ଲାଇଫରେ ସେଇଟା ହେଇଯାଏ, ମୋ ଲାଇଫରେ ସେଇଟା ହେଇଯାଏ। ମୁଁ ଯୋଉଟା ଚାହେଁ ଧୀରେ ଧୀରେ ସେ ଜିନିଷଟା ହେଇଯାଏ। କାହିଁକି ଜାଣିଛ? କାହିଁକି ନା ଏଇଟା ହଉଛି ସମୟର କଥା ମୋ ପାଇଁ। ସମୟ ଅଛି, ସେ ଜିନିଷଟା ତା ପାଖରେ ଅଛି। କାଲି ସମୟ ଆସିବ ତମର, ସେ ଜିନିଷଟା ତମ ପାଖରେ ହେଇ ଆସିପାରେ। ତ ସେଇ ଟାଇମରେ କେବେ ବି ନିଜକୁ ଛୋଟ କରନି, କିମ୍ବା କେବେ ବି ନିଜକୁ ଖରାପ ଚିନ୍ତା କରନି। କେବେ ବି ନିଜ ପାଇଁ କେବେ ଖରାପ ଚିନ୍ତା କରନି, କିମ୍ବା ଅନ୍ୟରେ ବି କେବେ ବି ଖରାପ ଚିନ୍ତା କରନି। ଆଉ ଗୋଟେ କଥା, ଲାଇଫରେ ବଡ ବଡ ସ୍ୱପ୍ନ ଦେଖ ଭାଇ। ବଡ ବଡ ସ୍ୱପ୍ନ ଦେଖିଲେ ହିଁ ତମକୁ ଫିଲ୍ ହବ। ଫିଲ୍ ହେଲେ ତମକୁ ଖୁସି ହବ। ଖୁସି ହେଲେ ଯାଇକି ନିଜ ଉପରେ ନଜର ଆସିବ, ଆଉ ନିଜ ଉପରେ ଟିକେ ଘୃଣା ଆସିବ, ଆଉ ଭିତରୁ ଆବାଜ ଆସିବ, ତ ସେଇ କାମଟା ତମେ କରିବ। ପ୍ରେସର ହବ, ପ୍ରେସର ହେଲା ପରେ ଯାଇ ତମେ ସେଇ କାମଟା କରିବ। ଆଉ ଯୋଉ ସବୁ ବି ତମେ ଦେଖିଛ, ଦିନେ ନା ଦିନେ ସେଇ ସବୁ ଅଚିଭ୍ କରିବ।